ମୁଁ ଅସ୍ୱୀକାର କରୁନି ତୁମେ ଭଲ ଗାୟକ, କିନ୍ତୁ କାଲି ପ୍ରଥମ ଥାକରେ ଚମ୍ପକ ବରଣାରେ ହେଇ ହେଇ ତୁମ ସମୟ ଗଲା। ମୋ ଚମ୍ପକ ବରଣାରେ ଏଥିରେ କଣ ଶିଖିବେ? ପରିଶ୍ରମ କରୁନୁ ହତା, ତୁ ଠକିକିରି ପଇସା ନଉଛୁ ଦକ୍ଷିଣ କାଳି। ଇଏ ଦୁନିଆରେ ଅସାଧ୍ୟକୁ ସାଧନ କରିବାକୁ ହେଲେ ଗୋଟେ କାମ କରିବାକୁ ପଡିବ। ପୁଅ ଏଇଠି କହିଲେ କିଏ? ଏ ନିର୍ବାତ କବଚ କଲେ ଭୀରୁ କା ପୁରୁଷ ପୁଅ ତୁ ସଂସାର କରିଛେ, ଦୁଃଖ ଆସିବ, ସ୍ୱାମୀ ସ୍ତ୍ରୀରେ ଦ୍ୱନ୍ଦ୍ୱ ହବ। ମୋ ସ୍ତ୍ରୀ କାହିଁ କହିଲା କଣ ମୁଁ ବିଷ ଖାଇବି? ସେ ମଣିଷ ନୁହେଁ, ସେ ଗୋଟେ ଭୀରୁ କା ପୁରୁଷ। ମୋ ସ୍ତ୍ରୀ ମତେ କଣ କହିଲା ମୁଁ ଘର ଛାଡି ଦେଇ ଚାଲିଯିବି? ନାରୀ ମାନେ କହିବେ ମୋ ସ୍ୱାମୀ କାହିଁ କହିଲା ମୁଁ କୁନି ଛୋଟ ପୁଅ କ୍ଷୀର ଖାଉଥିବ ମୁଁ ରସି ଦେଇ ମରିବି? ନାଇଁ, ସଂସାର ଭିତରେ କଣ କରିବାକୁ ହବ ସେଇ ମହାଭାରତ କବି ହେଲେ ବ୍ୟାସ ବୁଝଉଛି ନିର୍ବାତ କବଚର ଅତୃପ୍ତାତ୍ମା। ପୁଅ କହିଲା ଦୁଃଖଞ୍ଚ ସୁଖଞ୍ଚ ଭବା ଭବଞ୍ଚ ମରଣ ଜୀବନାଞ୍ଚ ଜ୍ୟାୟତ ସର୍ବମବାପ୍ନବନ୍ତି ଧୀରା ନୈବ ହୃଷେ ନ ଶୋଚତେ। ମୁଁ ଅସ୍ୱୀକାର କରୁନି ତୁମେ ଭଲ ଗାୟକ, କିନ୍ତୁ କାଲି ପ୍ରଥମ ଥାକରେ ଚମ୍ପକ ବରଣାରେ ହେଇ ହେଇ ତୁମ ସମୟ ଗଲା। ମୋ ଚମ୍ପକ ବରଣାରେ ଏଥିରେ କଣ ଶିଖିବେ? ଇଏ ନିରଞ୍ଜନପୁର ମଞ୍ଚ, ନିରଞ୍ଜନପୁର ମଞ୍ଚରେ କଣ ଚମ୍ପକ ବରଣାରେ? ଓ ଏଠି ବହୁ ବରିଷ୍ଠ ଗରିଷ୍ଠ ପାଲା ଗାୟକ ମାନେ ପାଲା କରି ଯାଇଛନ୍ତି, ଆମେ ତାଙ୍କ ପାଦ ଧୂଳିକି ସମାନ ନୁହଁ। ଆଉ ଗୋଟେ କଥା ଶୁଣନ୍ତୁ, ଯେତିକି ଲୋକ ହୁଅନ୍ତୁ, 12 ରାତି ପାଲା ଇଏ ଗୋଟେ ପ୍ଲସ୍ ପଏଣ୍ଟ। ଯୋଉଠି ଢେଙ୍କାନାଳ କେଉଁଝର ଶୁଣୁଛନ୍ତି 12 ରାତି, କିନ୍ତୁ କେନ୍ଦୁଝରରେ ଗୋଟେ ରାତିରେ ଯେତିକି ଲୋକ ଇଏ 12 ରାତିରେ ମିଶେଇ ଦେଲେ ସେତିକି ହେବେନି। ମୁଁ ଅପ୍ରିୟ ସତ୍ୟ କଥା କହିବି, କିନ୍ତୁ ସେଠି ଯେତେ ସହଜ ପାଲା କରିବାକୁ ଆସିଛି ସେତେ କଷ୍ଟ। ଏଠି ଛୁଞ୍ଚି ମାଛି ପରୀକ୍ଷା। ମୋ କହିବାର ତାତ୍ପର୍ଯ୍ୟ 12 ରାତି ପାଲା କୋଉଠି 3 ରାତି ପାଲା ହେଇପାରୁନି, ଅନୁଷ୍ଠାନ ଭାଙ୍ଗିକିରି କଳିଗୋଳ ଦୁନିଆ। ଆପଣ ମାନେ 12 ରାତି ପାଲା ସେଦିନରୁ ବଞ୍ଚେଇଛନ୍ତି। ସର୍ବପ୍ରଥମେ ଆପଣ ମାନଙ୍କ ପାଖରେ ମୁଣ୍ଡିଆ ମାରିବାକୁ ଇଚ୍ଛା ହଉଛି, ମୁଣ୍ଡିଆ ମାରୁଛି ମୁଁ। ଯେତେବେଳେ ପୁରୁଣା କାଳିଆ ଲୋକମାନେ ଆପଣଙ୍କର ପିତୃ ପିତାମହ ପ୍ରପିତାମହ ଏ ମଞ୍ଚ ବଚେଇଥିଲେ, ସେତେବେଳେ ଲୋକଙ୍କ ପାଖରେ ଖାଇବାକୁ ଥିଲା? ପେଟରୁ ଖେଣ୍ଟି ମଞ୍ଚ କରିଛନ୍ତି। ଏବେ ତ ଜଣେ ଜଣେ ଲୋକ 5 ରାତି 10 ରାତି 15 ରାତି ପାଲା କରିଦେବେ। ପୁଅ ସାରୁକୁ ଯାଉନାହିଁ, ସାଧୁବାଦ ଜଣାଉଛି ଏ ମାଟିକି। ପୁଅ ଇଏ ଦୁଃଖଞ୍ଚ ସୁଖଞ୍ଚ ଭବା ଭଉଚ, ପିଲାମାନେ ସବୁ ଶୁଣ। ସଂସାର କ୍ଷେତ୍ରରେ ଆମେ ମାନେ ଘର କଲେ ଦୁଃଖ ସହିତ ସୁଖ, ହାନି ସହିତ ଲାଭ, ଜନ୍ମ ସହିତ ମରଣ, ସତ୍ୟ ସହିତ ମିଥ୍ୟା, ବାବୁ ପାପ ସହିତ ପୁଣ୍ୟ। ଯିଏ ମୁରବୀ ତାକୁ ଧୈର୍ଯ୍ୟ ଧରିବ। ଆଜି ଏ ଇଲାନା ପୁଅ ମାଟ୍ରିକରେ କେତେ 472 ନମ୍ବର, ଇଏ ତାପରେ ଚିଡିବାକୁ ମୁଁ କହିଲି ଚୁପ୍ ହେଇ ବସ, ଚିଡିବା ଦରକାର ନାହିଁ। ଯେତିକି ତାର ସାମର୍ଥ୍ୟ ସେ ସେତିକି ରଖିଛି। ବେଳେ ବେଳେ ବି ପ୍ରିନ୍ସିପାଲଙ୍କର ପିଲାମାନେ କଲେଜ ଯିବା ପାଇଁ ସୁଯୋଗ ମିଳୁନି, ମାଟ୍ରିକ ଫେଲ ହଉଛନ୍ତି। ଯୋଉମାନେ ଦିନ ମଜୁରିଆ ତାଙ୍କ ପିଲା IAS ଅଫିସର ହଉଛନ୍ତି। କଣ ପାଇଁ ନା ଭଗବାନ ସମସ୍ତଙ୍କ ପର୍ଯ୍ୟନ୍ତ ସବୁ କଥା ଦେଇନି। ବାପା ମାଙ୍କର ଅବଦମିତୀୟ ଯୌନ ସହ ସମ୍ବନ୍ଧ ଫଳରେ ବାପାର ଅଖଣ୍ଡ ବ୍ରହ୍ମ ଯେତେବେଳେ ମା ଗର୍ଭରେ ପତନ ହବ, ସେତିକି ବେଳେ 5ଟା କଥା ଲେଖିବେ କିଏ? ଭାଗ୍ୟ ଦେବୀ ବିଧି। ପିତା ମାତା ସଂଯୋଗ କାଳେ ଲେଖିଲା ଇରେ ବାପା ମାର ଅଖଣ୍ଡ ଅବଦମିତୀୟ ଯୌନ ସହ ସମ୍ବନ୍ଧରେ ବାପାର ଅଖଣ୍ଡ ବ୍ରହ୍ମ ଯେତେବେଳେ ମା ଗର୍ଭରେ ପଡିଲା ଜରାୟୁରେ, ସେତେବେଳେ କଣ ଖପୁରୀ ହେଇଥିଲା, କପାଳ ହେଇଥିଲା? ନା, ଇଏ ଗାଇନିକ ସ୍ପେଶାଲିଷ୍ଟ କମ୍ପ୍ୟୁଟର କରିକିରି ଭୁଲ କରିପାରନ୍ତି, କିନ୍ତୁ ଜଗତସିଂହପୁର ଜଣେ ସିଦ୍ଧ ସାଧକ ପଞ୍ଚସଖା ଯୁଗର ଯଶୋବନ୍ତ, ଗୋଟେ ନାରୀ ଗର୍ଭରେ ପିଲାର ଅବସ୍ଥା କଣ ବିନା କମ୍ପ୍ୟୁଟରରେ ସେ କହୁଥିଲେ। ଯଶୋବନ୍ତ ଦାସ
एटी जगन्नाथ दास लिखिले पिता माता संजोग काले बिहिजा लिखिला कपाल कपाल कोठु आइला संजोग बेले कपाल अछि कला प्रथम मासे तुजे चतुर्थे अष्टि खंडा माया परिश्रम करूनु होता तू ठकिकी पैसा नौचे दक्षिण काली एटी जेतिकी मो ज्ञानी गुणी विवेकी पंडित माने बस सब शुण प्रथम मासरे धबल वर्णाकृति हेले किए कालिया पुओ हम तो से प्रथम मासरे माँ गर्भरे धड़ा गोरा पुओ प्रथम मासरे धड़ा साबेनिया ना सरपिया चुभे बसटी बसी जमी सतिक 10 घंटी गाँव मामलतकारी 17 वर्ष गोटे पुओ को बाहाघर करदेला भोजी देवा पड़ो ये कौन कम बदमासी कि बापा माँ ए मिलन पर बापार अखंड ब्रह्म पानी इरे तेल बिंदु पड़े जेमती सेमती प्रथम मासे तुझे हेलु धवल बर्ण द्वितीय मासे तुझे जले देशने मीन तृतीय मासे तुझे शून्य मेलिलुडा चतुर्थ मासे रे अस्थि खंजा हला कपाल हेई नहीं ना लेखा हला के सही कथा तो अच्छा लेखिले कपाल कोन लेखिले पांचटा कथा जोगी भर्तुहरि लेखिले वैराग्य सत करे कहला आयु कर्म चबितंच धना में बचते सूर्यंते हस्तस्तेव देहिनो जेतिकी सार माने बसचंती शुणंतु विषय चाहिए 15 मिनिट रे सरीबो सेही विषय 5 राति रे सरीबोनी सार माने विचार करंतु आयु ये जो पुओटी गर्भरे रहिला कि झियोटी रहिला गर्भरे संजोग समय को देखी भाग्यदेवी लिखिंट ये केते वर्ष बंचो आपणकर 12 राति पाला कपिल प्रसाद रे 7 राति आगो को पाला सरीब अच्छा आगो जो पुओ जन्म हब सी आगो मरिब पछरे जे जन्म हब ये जे बंची नाती केमती मलाई बापा बंची पुओ केमती मला बड़ भाई आग जन्म है बड़ भाई अच्छी सान भाई पछरे जन्म ही केमती मला ना पंडित आयु किए केते वर्ष बंचो से गोटे माँ गोटे बापा 3 पुओ कर्म समान नाई किए भल काम करुच्ची किए मंद काम करुच्ची कर्म कुकर्म करिवो कि सुकर्म करिवो विद्या विद्वान हबो कि मूर्ख हबो तू गोटे बापा 3 पुओ कई गोटे मैट्रिक पास कले सानटा कोरोना बेले पास कला है बहुत धीरे की किंतु तो सान भाई रो पिला माने सबू पुओ 3टा जाक पुओंकर गुण ठीक नहीं विद्या समान नहीं आयु कर्मच वित्त को पुओ धनर प्राचुर्य पर ठिया आईतब से बापा से माँ किए ता भाग संपत्ति की बिकी सारिबनी नहीं आज्ञा आयु कर्मच वित्तंच विद्या निधन में बच ये गोटे पेंच रहिला निधन कौन ये तो धन रहिला विद्या रहिला आयु रहिला निधन कौन आज बेल नाई मु विषय आगे भी निधन अर्थ बंचिकी मरिबा कौ माने बंचिकी मरती आउ कौ माने मरिकी बंचंती रे
କୋଉମାନେ ବଞ୍ଚିକିରି ମରନ୍ତି, କୋଉମାନେ ମରିକିରି ବଞ୍ଚନ୍ତି। ଆଉ ଏ ଭାରତ ବର୍ଷରେ ଯେତେ ରାଜ୍ୟ ଅଛି, ଯେତେ ଜିଲ୍ଲା ଅଛି, ଓଡିଶା କଥା କହୁଛି, ଓଡିଶା ରାଜ୍ୟରେ ଯେତେ ଜିଲ୍ଲା ଅଛି, ଏଇ ଜିଲ୍ଲାରେ ବେଶୀ ମରିକିରି ବଞ୍ଚିଛନ୍ତି। ଆଜି କହିବି ନାହିଁ, ଏଇଠି ସେ ହୋତା ପଲରେ ପଡିକିରି ସବୁ ଅକଳ, ସବୁ ଭୁଲ କରିସାରିଲାଣି। ନାଇଁ ଅତି ଅସହ୍ୟ ହେଲାଣି, ଠିଆ ଠିଆ ଘରକୁ ଯା। ନାଇଁ ତୁ ଅତି ମାନେ ଅନାର୍ଯ୍ୟର ଶେଷ ସୀମାରେ ପହଞ୍ଚିଲୁଣି, ତୁ ଘରକୁ ଯା, ପଳା। ଭୁଲ କରେ ତା ଭୁଲ କ୍ଷମା ଅଛି, କାରଣ ତୁ ବିନା ମୁଁ ବି ପାଲା ଗାଇ ପାରିବି। ପଳା ଘରକୁ ଶୀଘ୍ର, ସମୟ ନାହିଁ। ମୋ ଘର ଅଧା ଅଛି। କଣ ହେଲା? ଘର ଅଧା ଅଛି ମୋର, ତଳ ନେଇ ମତେ ଏଇ ଥରୁଟା। କଣ ଏଇ ଥରୁଟା? ଏଇ ଥରୁଟା ମତେ ମାଇପ କର। ଏଇ ଥରୁଟା ତତେ ମାଇପ କର। କଣ କହୁଛି? ଏଇ ଥରୁଟା ମାଇପ କର? ଇଏ କଣ ବାଇଆ ହେଇଗଲାଣି କିରେ? ତାକୁ ପଚାର ସେ ଓଡିଆ କହୁଛି ନା ହିନ୍ଦୀ କହୁଛି? ତୁ ଓଡିଆ କହୁଛୁ ନା ହିନ୍ଦୀ କହୁଛୁ ନା ଇଂଲିଶ କହୁଛୁ? ହିନ୍ଦୀ। ଓ ସେଇଟା ଏଇଥରକ ମତେ ମାଇପ କର। ମାଇପ କର ନା ଘଇତା କର, ମାଫ କର। ମାଫ କର। ମୁଁ ଚାଲି ଇଟା ଲଗେଇ ଦେଇଛି। ହଉ ଠିକ ଅଛି। ଆଉ କାଲିଠୁ ତା ଘରକୁ ଯିବୁ ନାହିଁ, ତା ସଂସ୍ପର୍ଶରେ ଆସିବୁ ନାହିଁ। ଥରୁଟା ହବ ଯିବି ଆଉ। କାହିଁ ଥରୁଟା ଯିବୁ? ଏଇ ପୁଅ ତେଣୁ ଯେତେ ଦୁଃଖ ପଡୁ, ଯେତେ କଷ୍ଟ ପଡୁ, ସାର୍ ଆପଣ କେବେ ସଂସାର କ୍ଷେତ୍ରରେ ଭାଙ୍ଗି ପଡିବେନି। ଆପଣ ଗାଁର ମୁରବୀ ହେବେ ତ ନିନ୍ଦା ସହିବାକୁ ପଡିବ। ଯୋଉମାନେ ନିନ୍ଦା କରୁଥିବେ ସେଇ ପୁଣି ଆସିବେ, କହିବେ ଭାଇ ଆପଣ ନଗଲେ ହବନି। ନିନ୍ଦା ସହିଲେ ଭାଙ୍ଗି ପଡିବେ କାହିଁକି? ଗୋଟେ ଗାଁରେ ଗୋଟେ ମୁରବୀ କହିଲେ, ଆଜ୍ଞା ମୁଁ ଆଉ ଅନୁଷ୍ଠାନ ବୁଝିବି ନାହିଁ। ମୁଁ ନା କାହିଁକି? ନା ଗାଁ ଲୋକ ମତେ ନିନ୍ଦା କରୁଛନ୍ତି। ମୁଁ କହିଲି ତ ପ୍ରଶଂସା କରିଥିଲେ ମତେ ତ ଫୋନ କରି କହିନଥିଲ? ପ୍ରଶଂସା କଲା ବେଳେ କହିଥିଲ? ନିନ୍ଦା କରିବେ, ପ୍ରଶଂସା କରିବେ, ତୁମର ଧୈର୍ଯ୍ୟ ଅଛି ବୋଲି ତୁମେ ଗାଁରେ ମୁରବୀ ହେଇଛ। ନିନ୍ଦାକୁ ଯେତିକି ଗ୍ରହଣ କରିବ, ପ୍ରଶଂସାକୁ ସେତିକି ଗ୍ରହଣ କରିବ। ନିନ୍ଦାରେ ଭାଙ୍ଗି ପଡିବ ନାହିଁ, କି ପ୍ରଶଂସାରେ ବିହଳିତ ହବ ନା। ତେଣୁକରି ଆଜି କହିଲେ ନିର୍ବାତ କବଚର ଅତୃପ୍ତ ଆତ୍ମା କହିଲା, ବାବୁ ଆରେ ମତେ ଅର୍ଜୁନ ମାରିଛି, ଏବେ ଦି ଭାଗ କରୁଥିଲୁ ପାଣିକି, ଯିଏ ମତେ ମାରିଛି ତୁ ତା ବଂଶ ଲତିକା ଉପାଡ଼ି ଦବୁ। ମତେ ମାରିଛି ବୀର ଅର୍ଜୁନ, ମୋ ପିତୃହନ୍ତାର ପ୍ରତିଶୋଧ ନବୁକିରେ। ଯା ଆଉ ବିଳମ୍ବ କର ନା। ମତେ ଯିଏ ନିର୍ମମ ଭାବରେ ମାରିକି ଫିଙ୍ଗି ଦେଇଛି ତ୍ରିବେଣୀ ସଙ୍ଗମକୁ, ତୁ ଯଦି ତାକୁ ମାରିବୁ ମୋ ତୃପ୍ତ ଆତ୍ମା ତୃପ୍ତ। ବାପା ଯା, ତମେ ଆଉ କାହା ନାଁ କହ। କଣ ହେଲା? ଆଉ କାହା ନାଁ କହ। ଆରେ ଏଟା ଭାଇଆଟା, ମୁଁ ଅର୍ଜୁନକୁ ପାରିବି ନାହିଁ। ଏବେ କହୁଥିଲୁ ମୋ ବାପାର ହନ୍ତାକାରୀ କିଏ? ଏବେ ଅର୍ଜୁନ କଥା କହିଲା କହୁଛୁ ତୁମେ ଆଉ କାହା ନାଁ କୁହ। ଇଏ ମତେ ତ ଅର୍ଜୁନ ମାରିছে, ଆଉ କାହା ନାଁ କଣ କହିବୁ? ମୁଁ ତାକୁ ପାରିବିନି ବାପା। ପାରିବୁ। କେମିତି ପାରିବି? ଗୋଟିଏ କାମ କରିବା ବାପା, ଇଏ ଦୁନିଆରେ ଅସାଧ୍ୟକୁ ସାଧନ କରିବାକୁ ହେଲେ ଗୋଟେ କାମ କରିବାକୁ ପଡିବ। ଯେତିକି ସାର୍ ମାନେ ବସିଛନ୍ତି ଶୁଣନ୍ତୁ, ଅସାଧ୍ୟ ବୋଲି କିଛି ନାହିଁ। ଯୋଉମାନେ ଦୁର୍ବଳ ପନ୍ଥୀ ସେ ଭାବନ୍ତି ଏ କାମ ମୁଁ ପାରିବିନି। ଇଏ ଦୁନିଆର ଅସାଧ୍ୟ ସାଧନ ହୁଏ କେମିତି? ବାହୁବଳରେ ନାଇଁ ଆଜ୍ଞା, ଗୋଟିଏ ବଳ ଅଛି, ସେ ବଳରେ ଆପଣ ଅସାଧ୍ୟ ସାଧନ କରିବେ। ଏଡ଼ିକି ବକଟ ବକଟ ପିଲା କରିଛନ୍ତି। ନାଇଁ ନାଇଁ ପୁଅ, ଆଜି ଧନ ଅଛି କାଲି ଧନ ନାହିଁ। ନାଇଁ ଆଜି ଅଛି ବାହୁବଳ, କାଲି ବୃଦ୍ଧ ହେଇଯିବୁ। ନାଇଁ, ଇଏ ଦୁନିଆରେ ସବୁଠାରୁ ଗୋଟିଏ ବଳ ଗରିଆ, ସେ କିଏ? ଆପଣ ମାନଙ୍କର ଗୋଟିଏ ପଦ ଗାୟକ ଶେଖର ଜଗନ୍ନାଥ ବେହେରା ଲେଖିଲେ। ବେହେରା ମହୋଦୟ ଲେଖିଲେ, କହିଲେ ଏ ତପ ବଳ ସାଧନ ହୁଅ, ସାଧନ ତପସ୍ୟା ବଳରେ ମରଣକୁ ଜିଣିବୁ। ମରଣକୁ ଜିଣିବୁ ମାନେ କଣ? ତପସ୍ୟା ଅସାଧ୍ୟକୁ ସାଧନ କରେ। ଏଡ଼ିକି ବକଟନାକୁ ପୁଅ ଧ୍ରୁବ ତପସ୍ୟା କଲା, ଧ୍ରୁବ ମଣ୍ଡଳରେ ରହିଛି।
ବାପା କୋଳ କେଇ ଦିନି ମୋ ବାପା ଦିନେ ମତେ କୋଳରେ ବସେଇଥିଲେ ମୋ ବାପା ଅଛନ୍ତି ମୋ ପିଲା ଦିନୁ କଣ ମୋ ସ୍ତ୍ରୀ ମୋ ପାଖରେ ଥିଲା ନା ଆଉ କିଛି ଦିନ ପରେ ରହିବ କି ମାନେ ଅଛି ନା ମୁଁ ତା ପାଖରେ ରହିବି ମାନେ ଅଛି ଏଇ ଯୋଉ ପିଲାମାନଙ୍କୁ ଦେଖିକିରି ମୁଁ ଆଜ୍ଞା ବିହଳିତ ହେଇଯାଉଛି ମୋ ପିଲାମାନେ ମୋ ପାଖରେ ଆଗରୁ ଥିଲେ ଏ ସଂସାର କେହି କାହାର ନୁହଁ ମୁଁ କହିବା କଥା ଅସାଧନ ସାଧନ ହବ ତପସ୍ୟା ଦ୍ୱାରା ସେଦିନ କହିଥିଲେ କିଏ ସୁରୁଚି ସୁନୀତି କଦ୍ରୁ ଏ ଉତ୍ତାନପାଦ ରାଜାଙ୍କର ସ୍ତ୍ରୀ କଣ କହିଲି ସୁନୀତି ହେଲେ ଧ୍ରୁବର ମା ସୁରୁଚି ହେଲେ ସେଇଠି କହିଥିଲେ କହିଲେ ରେ ବାବୁ ତୁ କଣ ବାପା ବସେଇ ଦେଲାନି ବୋଲି ବିମାତା କାନ୍ଦୁଛୁ ଆଜି ବସିଛୁ କାଲିକି ବାପା ନଥିବେ ଯାହା କୋଳରେ ବସିଲେ ଚିରଦିନ ପାଇଁ ତୁ ମୁକ୍ତି ପାଇଯିବୁ ତାଙ୍କରି କୋଳରେ ବସିବାକୁ ଚାହା ତପସ୍ୟା କଲେ ସେ ସ୍ୱୟଂ ଭଗବାନ ତପସ୍ୟା କଲେ ଧ୍ରୁବ ତପସ୍ୟା କଲେ ପ୍ରହ୍ଲାଦ ତପସ୍ୟା ବଳରେ ଅସାଧ୍ୟ ସାଧନ ହୁଏ ତପସ୍ୟା ବଳରେ ମରିବୁ ଅର୍ଥ ଆଉ ମୁଁ ଜନ୍ମ ନବୁନି ଏ ଦୁନିଆରେ କିଏ ମରୁଛି ଆଜି ଯିଏ ମଲା କାଲି ସେ ଜନ୍ମ ନେଲା ମରିବା ଅର୍ଥ ଆଉ ଜନ୍ମ ନହବା ଯୋନି ଚକ୍ରରୁ ତୁ ଆଉ ଆସିବୁନି ତତେ ତପସ୍ୟା କରିବାକୁ ପଡିବ ଇଏ ଦୁନିଆରେ ଶକ୍ତିମୟୀ ତପସ୍ୟା କରିବାକୁ ପଡିବ ସପ୍ତଶତୀ ଚଣ୍ଡୀ ଅଧ୍ୟୟନ କଲେ ଗୋଟେ ସ୍ତୋତ୍ର ଦୃଷ୍ଟିଗୋଚର ହୁଏ କହିଲା ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ତସ୍यै ନମଃ ତସ୍यै ନମୋ ନମଃ କାଳିଙ୍କି ଡାକିବାକୁ ପଡିବ ମା ପ୍ରତ୍ୟେକ ଭୂତରେ ମା ଶକ୍ତି ରୂପରେ ବିରାଜିତା ମାର ଅପାର କରୁଣା ବଳରେ ଗାଈ ହମ୍ବାରଡି କରୁଛି ପକ୍ଷୀ କଳରବ କରୁଛି ପିଲାଟିଏ କୁଆଁ କୁଆଁ ଚିତ୍କାର କରୁଛି ଇଏ ଶରୀରରୁ ଶକ୍ତି ଚାଲିଗଲେ ହେଇଯିବ ଶବ ଆଜି ଏ ନିରଞ୍ଜନପୁରେ ଠିଆ ହେଇ ମୁଁ ପାଲା ଗାଉଛି ମଉସା ମୋ ଭିତରେ କଣ ଅଛି ବୋଲି ମୁଁ ପାଲା ଗାଉଛି ମୋ ଭିତରୁ ସେଇ ଗୋଟାକ ଚାଲିଗଲେ ଆପଣ ଫୁଲମାଳ ଦେବେ କହିବେ ଆ ଘରେ ଛାଡିବାକୁ ଛୁଁନା ଶକ୍ତି ଏ ଶକ୍ତି ଯେତେବେଳେ ଚାଲିଯିବ ଇଏ ହେଇଯିବ ଶବ ଶକ୍ତି ଥିଲେ ହବ ଶିବ ତେଣୁ ଶିବଙ୍କ ଚାରି ପାଖରେ ଶକ୍ତି ତେଣୁ ଶକ୍ତିର ଉପାସନା କଲେ ତୁ ନିଶ୍ଚିତ ପ୍ରତିଶୋଧ ନେଇପାରିବୁ ରେ ଆରେ ଛାଡ଼ିଦେ ସେ ଶବ ସେ ଶବରେ କଣ ଅଛି ନା ସେ ଶବ ଛାଡ଼ିଦେ ତତେ ଯିବାକୁ ପଡିବ ଜଙ୍ଗଲକୁ ତପସ୍ୟା କରିବାକୁ ପଡିବ